ମୁଁ ପ୍ରଶାନ୍ତ କୁମାର ବଢ଼େଇ ଆଇନଜୀବୀ ଭାବେ କାର୍ଯ୍ୟ କରୁଛି। ଆମେ ଆଜ୍ଞା ଆମେ ପ୍ରତିବର୍ଷ ଏଇ ପ୍ରୋଗ୍ରାମରେ ଆମେ ସବୁ ସୁରେଶ ଚନ୍ଦ୍ର ଦାସଙ୍କ ପର୍ବତରେ ଆମେ କାମ କରୁଛୁ ଏଇଥିପାଇଁ କି ଯେ ଲୋକମାନେ ଆଜିକାଲି ବହୁତ ତାଙ୍କୁ ଗଣମାଧ୍ୟମ ଦ୍ୱାରା ଇଲେକ୍ଟ୍ରୋନିକ୍ସ ମିଡ଼ିଆ ମାଧ୍ୟମ ଦ୍ୱାରା ବହୁତ ସଚେତନ କଲେ ମଧ୍ୟ ସେମାନଙ୍କ ଦେଖାଯାଉଛି ସେମାନଙ୍କ ପାଖରେ ତାଙ୍କର ଅବହେଳା ଦେଖାଯାଉଛି। ତଥାପି ଆମେ ଗୋଟେ ଯତିଚିନ୍ତା ଆମର ଉପାୟ ଚିନ୍ତା କରି ଯେ କେମିତି ସଡ଼କ ସୁରକ୍ଷାକୁ ଆମେ ସଡ଼କ ଦୁର୍ଘଟଣାକୁ ଆମେ ତାଙ୍କୁ ରକ୍ଷା କରିବୁ ସେଥିପାଇଁ ଆମେ ଗୋଟେ ପ୍ରତିବର୍ଷ ଗୋଟେ ପ୍ରୋଗ୍ରାମ ଏଇ କରୁଛୁ। ଗୋଟେ ଗୋଲାପ ଫୁଲ ଏବଂ ଲିଫଲେଟ୍ ଦେଇ ଲଡ଼ୁ ଦେଇ ତାଙ୍କୁ ସଚେତନ କରାଉଛୁ ଯେ ପ୍ରତ୍ୟେକ ଯେତେବେଳେ ଆପଣ ଘରୁ ବାହାରିକି ଆସୁଛନ୍ତି ଆପଣଙ୍କର ହେଲମେଟ୍ ଏବଂ ୟୁଜ୍ କରିକି ଆସନ୍ତୁ ଆଟଲିଷ୍ଟ। ଏବଂ ଯୋଉଟାକି ଆପଣଙ୍କର ଜୀବନ ଆଜି ପ୍ରତ୍ୟେକ ମଣିଷର ଦୁର୍ଲଭ ଜୀବନ ଯୋଉ ଜୀବନ ସେ ଭଗବାନ କେତେ କଷ୍ଟରେ ଗୋଟେ ମଣିଷ ଜୀବନ ଦେଇଛନ୍ତି ଏଇ ଜୀବନଟାକୁ ଅକାଳରେ ନଷ୍ଟ ଝଡ଼ି ନଯାଉ। ଆମେ ସେଥିପାଇଁ ସମସ୍ତଙ୍କୁ ସଚେତନ କରୁଛୁ ଏଇ ହେଲମେଟ୍ ୟୁଜ୍ କରନ୍ତୁ ଏବଂ ନିଜ ଜୀବନକୁ ବଚାନ୍ତୁ। ମୁଁ ନରେଶ ଦାସ ଜଗତସିଂହପୁର ଆଇନଜୀବୀ ଭାବେ କାର୍ଯ୍ୟ କରୁଛି। ସର୍ବପ୍ରଥମେ ନୂତନ ବର୍ଷ 2026 ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆଜିର ଯୋଉ କାର୍ଯ୍ୟକ୍ରମ ଆମେ ଏଠି କରୁଛୁ ଏହାର ଆଭିମୁଖ୍ୟ ଅତି ସ୍ପଷ୍ଟ। ବର୍ତ୍ତମାନ ଆପଣମାନେ ଦେଖୁଥିବେ ସଡ଼କ ସୁରକ୍ଷା ନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଚାଲିଛି। ତା ସତ୍ତ୍ୱେ ମଧ୍ୟ ଲୋକ ସଚେତନ ହଉନାହାନ୍ତି। ବିଭିନ୍ନ ବାଟରେ ଯାଉଛନ୍ତି ହେଲମେଟ୍ ପିନ୍ଧୁନାହାନ୍ତି। ଗୋଟେ ଗୋଟେ ସ୍ଥାନରେ ଆମେ ଦେଖିବା 3 ଗାଡ଼ିରେ ବସୁଛନ୍ତି। ବିଭିନ୍ନ ପ୍ରକାର ସଡ଼କ ସୁରକ୍ଷା ନିୟମକୁ ସେମାନେ ମାନୁନାହାନ୍ତି। ତେଣୁ ବାରମ୍ବାର ଆମେ ବିଭିନ୍ନ ଗଣମାଧ୍ୟମରେ ସଚେତନ ହଉଛୁ ବା ବିଭିନ୍ନ ଉପାୟରେ ସଚେତନ ହେଉଛୁ। ତା ସତ୍ତ୍ୱେ ମଧ୍ୟ ଲୋକ ଏବେ ମଧ୍ୟ ତାଙ୍କର ସଚେତନ ଅଭାବ ରହିଛି। ସେ ଦୃଷ୍ଟିରୁ ଆମର କିଛି ଓକିଲ ଭାଇ ଆମ ସୁର ଭାଇ ସୁରେଶ କୁମାର ଦାସ ତାଙ୍କ ନେତୃତ୍ୱରେ ଆମେ ଏଇଟା 3-4 ବର୍ଷ ଧରି କରିଆସୁଛୁ। ପ୍ରତିବର୍ଷ ନୂଆ ବର୍ଷରେ ଲୋକମାନଙ୍କୁ ସଚେତନ କରାଇବା ଆମ ମୁଖ୍ୟ ଉଦ୍ଦେଶ୍ୟ। ଯେଉଁମାନେ ହେଲମେଟ୍ ପିନ୍ଧୁନାହାନ୍ତି ତାଙ୍କୁ ଗୋଟେ ଲିଫଲେଟ୍ ଦେଉଛୁ, ତାଙ୍କୁ ଗୋଲାପ ଫୁଲ ଦେଉଛୁ ଏବଂ ତାଙ୍କୁ ହେଲମେଟ୍ ପିନ୍ଧିବା ପାଇଁ ଏବଂ 3 ଜଣ ନ ବସିବା ପାଇଁ ବିଭିନ୍ନ ପ୍ରକାର ସଚେତନତା ଆମେ କରୁଛୁ। ମୁଁ ହେଲି ସୁରେଶ ଚନ୍ଦ୍ର ଦାସ ଆଡଭୋକେଟ ଜଗତସିଂହପୁର। ପ୍ରତିବର୍ଷ ନୂତନ ବର୍ଷରେ ଆପଣ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ଦେଉଛନ୍ତି। କଣ ପାଇଁ କରାଯାଉଛି? ମୋ ମତରେ ପ୍ରତ୍ୟେକ ମଣିଷର ତାର ସମାଜ ପ୍ରତି କିଛି କର୍ତ୍ତବ୍ୟ ରହିଛି। ତେଣୁ ଏଇ କଥାକୁ ଆଖି ଆଗରେ ରଖି ଆମେ କିଞ୍ଚିତ୍ ଯଥା ସମ୍ଭବ ଆମେ ଚେଷ୍ଟା କରୁଛୁ। ବିଗତ ଦିନରେ କେତେଟା ଦୁର୍ଘଟଣାକୁ ଦେଖିକିରି ଆମେ ଉତ୍ସାହିତ ହେଇଛୁ ଯେ ଏ ବାଟରେ କିଛି ଲୋକମାନଙ୍କୁ ସଚେତନ କରାଇବୁ। ଯେତେ ସଚେତନ କଲେ ବି ମଧ୍ୟ ଲୋକମାନେ ଠିକ ସେ ଗାଡ଼ି ଚଲାଉନାହାନ୍ତି, ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ପରିପ୍ରେକ୍ଷୀରେ ଏଇ କଥାକୁ ଆଖି ଆଗରେ ନେଇ ଆମେମାନେ ଚିନ୍ତା କରୁଛୁ ଯେ ସମାଜରେ କିଛି ମାନେ ଚେଷ୍ଟା କରି ଉଦ୍ୟମ କରିବାକୁ ଚେଷ୍ଟା କରିକି କିଛି ଦୁର୍ଘଟଣାକୁ କମେଇବାକୁ ଚେଷ୍ଟା କରିଛି। ଆଜି ଗାଡ଼ି ଚାଳକ ମାନଙ୍କୁ ଗୋଲାପ ଫୁଲ ଦେଇ ବୁଝାଉଛୁ, ସଚେତନ କରୁଛୁ, ଲଡୁ ଦଉଛୁ, ଲିଫଲେଟ୍ ଦଉଛୁ। ତା ଦ୍ୱାରା ଲୋକମାନେ ସଚେତନ ହେବେ ବୋଲି ଆମର ଗୋଟେ ଆଶା ଅଛି। ଅନ୍ୟର ଆମର ଆହୁରି କିଛି ଉଦ୍ୟମ ଅଛି ଯେ ଲୋକମାନଙ୍କୁ ଯୋଉ ଟଲି ବାଲାଙ୍କୁ ମୋର ପସନ୍ଦ ଯେ ସେମାନେ ନିଜ ପରିଶ୍ରମରେ ସେମାନେ ଭିକ ମାଗୁନାହାନ୍ତି, ନିଜ ପରିଶ୍ରମରେ ସେମାନେ ଉପାର୍ଜନ କରୁଛନ୍ତି। ତେଣୁ ସେଇ କଥାକୁ ଆଖିଆରେ ମୋର ଭାରି ପସନ୍ଦ। ତେଣୁ ସେମାନଙ୍କୁ ମୁଁ ଦଉଛି ଜ୍ୟାକେଟ ଆଉ ଖାଦ୍ୟ ପୁଡ଼ିଆ ଦେଇକି ମୁଁ ତାଙ୍କୁ ଉତ୍ସାହିତ କରୁଛି। ଅଧିକ ଖबर ପାଇଁ ଆମ ଚ୍ୟାନେल को लाइक शेयर और सब्सक्राइब करंतु।